तो देखिपे आम पहुँची हल्दिया डैम। तो देखा केमती लोकेशन अच्छी ये बहुत ही भल लोकेशन अच्छी बहुत किसी तैयारी भी हो। तो देखो केमती लोकेशन बहुत किसी तैयारी चली भी आसंता वर्ष प्राय यही किछि मास भीतर हो भी जाइपे प्लांटा एठी। तो तले प्राय पार्क भाया हवा भाया लगुच। ये देख लोकेशन केमती तले भी कम चलती आठी से हेलिकप्टर भी आसला प्राय यही वर्ष ही केमती जगह प्लेसटा देख पूरा रास्ता भी लंबा जाइए तौक जाऊँगी और देखा केमती तो साइडटा देखुए केमती ये पानी जाऊँच डैमटा देखिपे केमती प्लेसटा। केते ठंडा अच्छी पानीटा हाँ बहुत ठंडा अच्छी। नहीं बे हां ये हमर कैसे ये जे गमछा नहीं लेके से 1000 नहीं बजे। तो देखी पार्थ पूरा पाकू पड़े आला माछ भी बहुत अच्छा तो बहुत चिंगड़ी माछ अच्छा देखो केमती माछ तो देखो ये माछ भी बहुत अच्छा ट्यूब भी रखी बहुत माछ धरवाई माछ भी लोक धरीचन आउ सहीला मिनी जहाज अच्छी गोटे छोट बहुत पुनार बोधे बस गाधौन से जाई हेनी। ये देख केमती पानी चिल्ला मारचन चिंगड़िया पानी रे भी ये बहुत पत्थर जाइए ये देख केमती पत्थर बहुत प्राय भीतर को थी कहीं थरे भी गाधेनी किसी ना जानी हेनी पानी मार्चन केमती चिंगड़ी गुड़ा लोक भी बहुत आसते प्राय ये डिसेम्बर मसरे बहुत लोक एबे तो हेनी नुआ वर्ष बहुत पिकनिक फिकनिक भी आसते लोक से टाइम रे आसबो ये बहुत मजा लगो देखते ये डैमटा और डैम भी माने बहुत बड़ डैम माने आखि भी पाइबनी बहुत दूर अच्छी और माछ भी बहुत धरन ट्यूब फ्यू लोक एबे नहान कहीं ट्यूब फ्यू सब रखीदे जाइछन माछ भी बहुत धरुवे। लोकेशनटा तैयारी होची बहुत चलची चलो से साइड को देखा केमती तो से साइड को जाइए देखा केमती लोकेशनटा देखी पार्थो यहाँ जो तार केनालटा जोड़िकी पानी छाड़ा जाए और पानी छाड़े से तल पटे जाए ये देखा केमती नजाराटा ये देख जो तल पटे पानी सब छाड़े यपटे ही जाए और सियाड़े पूरा डैमटा ही पूरा लगिकी अच्छे केनाल भाया तो सियाड़े पानी सब जाए तो आठी भी भल माने तैयारी होची बहुत बढ़िया आउ से देख हेलिकप्टर जो उल्लेला ये देखा ये जगह पांड्यान आसला जी उद्घाटन कर।
ଏଇଟା ପୁରା ଦେଖ କେମିତି ଏବେ ତ ରାସ୍ତା ଉପରକୁ ଯିବାନି ପାରମିସନ୍ ଦେଇନି କିନା ଲାଗୁଛି ସେ ଡିସେମ୍ବର ମାସରେ ଏଠି ସବୁ ପାରମିସନ୍ ଦିଆଯାଏ ବୋଧେ କାହିଁକିନା ଉପରକୁ ଯିବାର ନାହିଁ କହିପାରିବିନି ତ ପାରମିସନ୍ ଥିବ କି ନାହିଁ ଥିବ କାହିଁକିନା ସେ ଟାଇମ୍ରେ ତ ଆସିପାରିନି ତ ଏବେ ଡିସେମ୍ବର ମାସରେ ଆସିବ ଏଠି ବହୁତ ବଢ଼ିଆ ଲୋକେସନ୍ ଦେଖିତେ ପାଇବ ବହୁତ ଲୋକ ବି ଥିବେ ଏଠି ପିକନିକ୍ କରୁଥିବେ ବହୁତ ମଜା ବି ଲାଗିବ ବହୁତ ଦୂର ଦୂରରୁ ଲୋକ ଆସିଛନ୍ ଏଠିକୁ ଦେଖତେ ଆଉ ତଳ ପଟେ ବି ଦେଖଉଛି କେମିତି କେନାଲର କି ଅଛି ଏଇଟା ଦେଖ ଏଇଠି ଗେଟ୍ ଭଳିଆ ଏଇଟା ଉପରକୁ ତାର ଅଛି କେମିତି ତା ସୁଇଚ୍ ଫୁଇଚ୍ ଦେଇପାରେ କିଛି ଥିବ ଟିକେ ଟାଣିକି ତାର ସିଆଡ଼େ ପହଞ୍ଚଉଥିବ ସବୁ ଆଉ ସେ ସାଇଡ୍ ଆଡ଼େ ଦେଖଉଛି କେମିତି ଅଛି ତ ଏଇଟା ତାର ବୋର୍ଡଟା କ'ଣ ଲେଖା ହେଇଛି କେମିତି ଏଇଟା ଦେଖିନିଅ ସବୁ ଆଉ ଏଇଠି ଗୋଟେ ବୋଟ୍ ଅଛି ଏଇଟା ଯୋଉଟାକି କହି ହବନି ଏଇଟା କେମିତି କି ତ ତଳ ପଟେ ବହୁତ ବଡ଼ ଭଲ ଲୋକେସନଟା ଏଇ ତଳ ସାଇଡ଼ରେ ଅଛି କାହିଁକିନା ଏଠି ଲାଗୁଛି କାଳେ ଯଦି ପାର୍କ ଫାର୍କ କଲେ ତ ଆହୁରି ବଢ଼ିଆ ଦେଖାଯିବ ଜାଗାଟା ଦେଖ କେମିତି ମସ୍ତ ହେଇଛି ବହୁତ ବଢ଼ିଆ ଜାଗା ଏଟା ଯଦି ଆସିବେ ତ ଡିସେମ୍ବର 25ରେ ଆସିବେ ସେଠି ଦେଖତେ ବି ବହୁତ ଲୋକ ପାଇବେ ଆଉ ବହୁତ ମଜା ବି ପାଇବେ ଏଠି କାହିଁକିନା ବହୁତ ଭଲ ଜାଗାଟା ଏଟା କାହିଁକିନା ମୁଁ ଗୋଟେ ଫାର୍ଷ୍ଟ ଟାଇମ୍ ଆସିଛି ଆଗରୁ ଆସିଥିଲି କେବେ ଥରେ ମନେ ପଡ଼ୁନି ବହୁତ ଛୋଟବେଳେ ଆସିଥିଲି ବୁଲାବୁଲି ପାଇଁ ବୁଲିକି ଯାଇଥିଲି ସେତେବେଳକୁ ଏତେ କିଛି ନଥିଲା ଏବେ ବହୁତ କିଛି ତିଆରି ଚାଲିଛି ତଳେ ବି ସେଠି ମନ୍ଦିର ଭଳିଆ କିସ କରିବେ ଗୋଟେ ମନ୍ଦିର ହବ କି ହବ ସେଟା ତ ଜାଣିନି କିନ୍ତୁ ଏଇଟା ଦେଖ ବହୁତ ଭଲ ଲୋକେସନଟା ବି ପ୍ରାୟ ଅଛି ଆଉ ମସ୍ତ ବି ଲାଗୁଛି ଜାଗାଟା ତ କେହି ଯଦି ଆସିନ କେବେ ଆସିବ ବୁଲିକି ଯିବ ଆଉ ଦେଖିବ ଏବେ ନୁହେଁ ଏବେ ଆଇଲେ ବି ଏତେ ଲୋକ ପାଇବନି ହେଲେ ବି ବହୁତ କମ୍ ସମ୍ ଲୋକ ପାଇବ କିନ୍ତୁ ଡିସେମ୍ବର 25ରେ ଆଇଲେ ବହୁତ ଲୋକ ଏଠି ଦେଖିତେ ମିଳିବ ଯୋଉଟାକି ବହୁତ ମଜା ବି ଲାଗିବ ବୁଲିବା ପାଇଁ ଆଉ ଖରା ବି ମାନେ ଖରାରେ ବୁଲତେ ବି ଇଚ୍ଛା ହଉନି ଭଲ ଲାଗୁନି ଏକରେ ଦେହଟା ତ ଆସ ଆଉ ବୁଲିକି ଯାଅ କେମିତି ଲୋକେସନଟା କି ହେଇଛି ଦେଖିକିରି ଯିବ ବହୁତ ହି ମଜା ଲାଗୁଛି ମୋତେ ତ ବହୁତ ଭଲ ଲାଗିଲା ଆଉ ଯାହାର ଇଚ୍ଛା ହବ ତ ଆସିବ ନହେଲେ ନାହିଁ ତ ମାନେ ତଳ ପଟେ ଟିକେ ଯାଉଛି ଦେଖୁଛି ବୁଲି ବୁଲା ଆସେ କେମିତି ହେଇଛି ଆଉ ତା ଡ୍ୟାମ୍ରେ ନାଁଟା ଲେଖା ହେଇଛି ସେଇ ସାଇଡ଼୍ରେ ଅଛି ପ୍ରାୟ ସେଇଟା ଦେଖେଇକି ପରେ କେମିତି ଏଇ ସାଇଡ଼୍ରେ ଦେଖଉଛି କେମିତି ତଳ ସାଇଡ଼୍ ଆଡ଼େ କିଏ ଅଛି ତ ଏଠି କି ଅଛି କି ଦେଖୁଛି ତ ଏ ଡ୍ୟାମ୍ ବିଷୟରେ କିଛି ଦୁଇ ପଦ କୁହ ଲାଇନ୍ କୁହ ଡ୍ୟାମ୍ ଟା କେମିତି ଲାଗୁଛି ଭଲ ଲାଗୁଛି ଖରାପ ଭଲ ହେଇଛି ତ ଏଠି କି କୋଣା ଭଳିଆ ଏଟା ଗୋଟେ କରୁଛନ୍ତି ଏଠି କି ସାଉଣ୍ଡ ବି ଆସିଛି କୋଣାଟାରେ କେଠି ସିଆଡ଼େ ଗଲେ ଦେଖଉଛି କେମିତି ସେ ହଳଦିଆ ଡ୍ୟାମ୍ଟା ଲେଖା ହେଇଛି ଷ୍ଟାଇଲ୍ରେ ସେଠକୁ ଗଲେ ଦେଖଉଛି ନା କେମିତି ଲେଖା ହେଇଛି ସିଆଡ଼େ ଏଠି ବି ଦେଖ କେମିତି ଏଟେ କରିଦେଇଛି ରେ ଛିଡ଼ା ହେଇକି ଆରାମସେ ଫଟୋ ଉଠେଇବା ପାଇଁ ବହୁତ ମସ୍ତ ଜାଗା
ସେଇଟା ପ୍ରାୟ ତାର ଅଫିସଟା କି ମୁଁ ତ ଜାଣିନି, ତ ଲୋକ ତ ସେଇଠି ଅଛନ୍ ବୋଧେ। ଆମେ ପହଞ୍ଚିକି ଡ୍ୟାମ୍ ପାଖକୁ। ଡ୍ୟାମ୍ଟା କେମିତି ନାଁଟା ଲେଖା ଅଛି ଦେଖାଉଛି। ତ ଏଇଟା ଦେଖ ଡ୍ୟାମ୍ର ନାଁଟା ମାନେ ବହୁତ ଇଏରେ କରିଦେଲେ ଫଟୋ ବି ଉଠେଇ ହେବନି ଏଠି, କାହିଁକିନା ଆମ ମୋବାଇଲରେ ବି ଆସୁନି ପୁରା ଲେଖାଟା ସହିତ ନାଁଟା ବି ଆସୁନି। ବହୁତ ଲେଖିଛନ୍ତି ବୋଲି ବହୁତ ବଡ଼ ବଡ଼ ଅକ୍ଷର ଲେଖା ହେଇଛି ଲେଖାଟା। ବହୁତ ବଡ଼ ବଡ଼ ଅକ୍ଷର ଲେଖି ଦେଇଛନ୍ତି, ଛୋଟ ଲେଖିଥିଲେ ଲଙ୍ଗରେ ବହୁତ ଲେଖା ହେଇଛି। ଫଟୋଟା କ୍ଲିକ୍ ହଉନି ଠିକସେ। ଦେଖିପାରୁଥିବେ ଇଆଡ଼େ ଚାଷ ବି କେମିତି ହଉଛି, ବହୁତ ମସ୍ତ ଚାଷ ହଉଛି, ପାଣି ବି ଆଭେଲେବୁଲ, ଆଉ ଦୋକାନ ଫୁକାନ ବି ଅଛି, ହୋଟେଲ ଅଛି, ଖାଇବା ପାଇଁ ବି ଟେନସନ୍ ନାହିଁ।